ईर्षा ହେଉଛି ମଣିଷର ସବୁଠାରୁ ବଡ଼ ଶତ୍ରୁ। ଈର୍ଷାଳୁ ବ୍ୟକ୍ତି ନିଜର ପ୍ରତିଭା ହାନି କରିବା ସହିତ ତା ଚାରିପାଖରେ ଥିବା ଲୋକଙ୍କର ରୋଷର ଶିକାର ହୋଇଥାଏ। ଅନେକ ସମୟରେ ଈର୍ଷା ଆମକୁ ବହୁତ ଅସୁବିଧାରେ ପକାଇ ଦିଏ। ଏ ପ୍ରସଙ୍ଗରେ ଗପଟିଏ। ଦୁଇ ଜଣ ଲେଖକ ଥିଲେ, ଜଣେ ନବୀନ ଆଉ ଜଣେ ପ୍ରବୀଣ। ପ୍ରବୀଣଙ୍କ ଦ୍ୱାରା ପ୍ରଭାବିତ ହୋଇ ନବୀନ ଲେଖା ଆରମ୍ଭ କରିଥିଲେ। ଦିନେ ନବୀନ ପ୍ରବୀଣଙ୍କ ପାଖକୁ ଯାଇ ତାଙ୍କ ଲେଖା ଦେଖାଇଲେ। ପ୍ରବୀଣ କହିଲେ, ବେଶ ଭଲ ଲେଖୁଛ, ଆହୁରି ଚେଷ୍ଟା କର। କିନ୍ତୁ ନବୀନ ଆହୁରି ଚେଷ୍ଟା କଲେ। କ୍ରମେ ସେ ଭଲ ଲେଖାଲେଖି କଲେ। ଅତି କମ୍ ସମୟ ଭିତରେ ସେ ଜଣେ ପ୍ରସିଦ୍ଧ ଲୋକପ୍ରିୟ ଲେଖକ ହୋଇଗଲେ। ଏ କଥାକୁ ପ୍ରବୀଣ ଲେଖକ ଜଣକ ସହିପାରିଲେ ନାହିଁ। ଏବେ ଆଲୋଚକମାନେ ପ୍ରବୀଣଙ୍କ ଲେଖାଠାରୁ ନବୀନଙ୍କ ଲେଖାର ଅଧିକ ଚର୍ଚ୍ଚା କରୁଥିବାର ଦେଖାଗଲା। କ୍ରମେ ପ୍ରବୀଣ ଏଥିରେ ଈର୍ଷାନ୍ୱିତ ହେଲେ। ନବୀନ ଲେଖା ପାଇଁ ଯଦି କୌଣସି ଏକ ପୁରସ୍କାର ପାଇଲେ, ତେବେ ପ୍ରବୀଣ କହି ବୁଲିଲେ ଯେ ଏ ବାବୁ ମହାପାରଙ୍ଗମ, ସେ ଧରାଧରି କରିବାର ବାଗଟି ଜାଣେ। ଆମେ ଲେଖାଲେଖି କରି ଆଙ୍ଗୁଠି ଘୋରି ହୋଇଗଲା ପରେ ବି ଆମ ଭାଗ୍ୟରେ ପୁରସ୍କାରଟିଏ ନାହିଁ। ମାତ୍ର ଦେଖ କେତେ କମ୍ ଦିନରେ ସେ ଲେଖାଲେଖି କରି କେତେ ପୁରସ୍କାର ହାତେଇଲାଣି। ଯୋଗାଡ଼ କରିବାରେ ସେ ଗୋଟିଏ ଧୁରନ୍ଧର। ପ୍ରବୀଣଙ୍କ ଭାଷାରେ ନବୀନ ଥିଲେ ଗର୍ବୀ, ଉଦ୍ଧତ, ଅର୍ବାଚୀନ, କିଛି ପଢ଼ି ଜାଣିନଥିବା ଅର୍ଥାତ୍ ଯୋଗାଡ଼ କରିପାରୁଥିବା ଲେଖକ। ନବୀନଙ୍କର କାନକୁ ଯଦିଓ ଏକଥା ଯାଉଥିଲା, ସେ କିନ୍ତୁ ଚୁପ୍ ରହିବାକୁ ଶ୍ରେୟସ୍କର ମଣୁଥିଲେ। ନବୀନଙ୍କ ଲେଖାର ଯାଦୁ ଦିନକୁ ଦିନ ବଢ଼ୁଥାଏ। ପ୍ରବୀଣ ବ୍ୟସ୍ତ ହୋଇପଡ଼ିଲେ। ତାଙ୍କର ଭାରସାମ୍ୟ ଦୋହଲିଗଲା ଭଳି ତାଙ୍କୁ ଲାଗିଲା। ସେ ଆଉ ଲେଖିପାରିଲେ ନାହିଁ। ସେ ଦିନେ ଅତି ବ୍ୟସ୍ତ ହୋଇ ତାଙ୍କ ଗୁରୁଙ୍କ ପାଖରେ ପହଞ୍ଚିଲେ ଏବଂ ନିଜର ସମସ୍ୟାଟି ଖୋଲି କହିଲେ। ସବୁ ଶୁଣି ଗୁରୁ କହିଲେ, ବାୟାରେ, ତୋ ଭିତରକୁ ଈର୍ଷା ପଶିଯାଇଛି, ସେଥିପାଇଁ ତୋର ଏ ଅବସ୍ଥା। ଏହା ସତ ଯେ ସୃଜନଶୀଳ ଲୋକେ ସ୍ୱଭାବରେ ଈର୍ଷାଳୁ, ତେଣୁ ତୁ ଈର୍ଷା କଲୁ। ସେ ବି ଦିନେ ତୋ ଲେଖାକୁ ଈର୍ଷା କରି ତାର ଲେଖିବା ଆରମ୍ଭ କରିଥିଲା ଏବଂ ଧୀରେ ଧୀରେ ଭଲ ଲେଖିଲା। ସେ ବି ଈର୍ଷାଳୁ, କିନ୍ତୁ ତୁମ ଦୁହିଁଙ୍କ ଭିତରେ ମୌଳିକ ପାର୍ଥକ୍ୟ ହେଲା, ସେ ତୋର କାମକୁ ଈର୍ଷା କରି ତା ନିଜ କାମକୁ ବାଗେଇବାକୁ ଲାଗିଲା, କିନ୍ତୁ ତୁ ତା କାମକୁ ଈର୍ଷା ନ କରି ତାକୁ ଈର୍ଷା କଲୁ। ତାର ପୁରସ୍କାର ପାଇବାକୁ ଈର୍ଷା କଲୁ। ତେଣୁ ତୋ ଭିତରେ ବିଷ ଚରିଗଲା। ତେଣୁ ବାବୁ, ତୁ ଈର୍ଷା କରିବା ଛାଡ଼ି ତା ଲେଖାକୁ ଈର୍ଷା କର। ଦେଖିବୁ ତୁ ତାଠାରୁ ଆହୁରି ଭଲ ଲେଖିପାରିବୁ। ଏ କଥାଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଆପଣମାନଙ୍କ ପାଖରେ ଯଦି ଏମିତି କିଛି ସୁନ୍ଦର ଅନୁଭୂତି ଥିବ, ଏହାକୁ ଆମ ସହିତ ସେୟାର କରନ୍ତୁ। ଭିଡ଼ିଓଟିକୁ ଲାଇକ୍ କରନ୍ତୁ, ବନ୍ଧୁମାନଙ୍କ ଭିତରେ ସେୟାର କରନ୍ତୁ। ରହିଲୁ, ନମସ୍କାର।